ଚୋରା ମଦ ଜବତ ବେଳେ ମରଣାନ୍ତକ ଆକ୍ରମଣ ହୋଇଥିବା ବେଳେ ଜଣେ ହୋମଗାର୍ଡ ଗୁରୁତର ଭାବେ ଆହତ ହୋଇଛନ୍ତି। ଗଞ୍ଜାମ ଜିଲ୍ଲା କୋଦଳା ଥାନା ପୋଲିସ ଉପରକୁ ଶୁକ୍ରବାର ସନ୍ଧ୍ୟାରେ ପୁସ୍ତପୁରଠାରେ ଆକ୍ରମଣ ହୋଇଥିବା ବେଳେ ରାମାନନ୍ଦ ମିଶ୍ର ନାମକ ଜଣେ ଗୃହରକ୍ଷୀ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲକୁ ନିଆଯାଇଛି। ଶନିବାର 3 ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି କୋଦଳା ଥାନା ଅଧିକାରୀ ସୁଭାଷ ଚନ୍ଦ୍ର ବେହେରା। ଅଭିଯୁକ୍ତମାନେ ହେଲେ ପୁସ୍ତପୁର ଗ୍ରାମର ଆଦିତ୍ୟ ବେହେରା, ନୂଆ ଫାସୁଳା ଗ୍ରାମର ସିଲୁ ପାହନ, ତୋଟା ଗାଁର ଓମ୍ ପାହନ। ଘଟଣାସ୍ଥଳରୁ ଗୋଟିଏ କାଠ ବାଡ଼ି ଓ ଗୋଟିଏ ଖଣ୍ଡା ଜବତ କରାଯାଇଛି। ସୂଚନା ପ୍ରକାରେ ଗତକାଲି ସନ୍ଧ୍ୟାରେ ପୋଲିସ ପକ୍ଷରୁ ଚୋରା ମଦକୁ ନେଇ ଧରପଗଡ଼ କରାଯାଇଥିଲା। ପୋଲିସ ପହଞ୍ଚୁ ପହଞ୍ଚୁ ଉକ୍ତ ଅଭିଯୁକ୍ତମାନେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ଅତର୍କିତ ଆକ୍ରମଣ କରିଥିଲେ ଏବଂ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ତେବେ ଘଟଣାରେ 3 ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ କୋଦଳା ଥାନାରେ କେସ୍ ନମ୍ବର 599/2024ରେ ଏକ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି। ଗଞ୍ଜାମ ଜିଲ୍ଲାରୁ ଶିପ୍ରା ପଟ୍ଟନାୟକଙ୍କ ରିପୋର୍ଟ, ଜ୍ୟୋତିପ୍ରଭା ନ୍ୟୁଜ।